OPTCL ରୁ ବହୁତ ବଡ଼ ଅପଡ଼େଟ୍ ଆସିଛି। ଅପଡ଼େଟ୍ଟା କ'ଣ ନା ଅଫିସ୍ ଆସିଷ୍ଟାଣ୍ଟ ଗ୍ରେଡ୍ 3 ବା ଟ୍ରେନିରୁ 131 କ୍ୟାଣ୍ଡିଡେଟ୍ ମାନଙ୍କର ନେମ୍ ସର୍ଟଲିଷ୍ଟ ହେଇଛି ଏବଂ ଏହି ସର୍ଟଲିଷ୍ଟରେ ବି ମଧ୍ୟ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଟୁଇଷ୍ଟ ବି ମଧ୍ୟ ଅଛି। ଟୁଇଷ୍ଟ କ'ଣ ହେଉଛି ଦେଖ ଯେ ଟୁଇଷ୍ଟ ଯେ କ'ଣ ଯେ ନେକ୍ସଟ ସେମାନଙ୍କର କ'ଣ ହେବ, ଯେଉଁମାନେ ସର୍ଟଲିଷ୍ଟ ହେଇଛନ୍ତି ସେମାନଙ୍କର ନେକ୍ସଟ କ'ଣ ହେବ, ସେମାନଙ୍କର ସ୍କିଲ୍ ଟେଷ୍ଟ ହେବ କି ସେମାନଙ୍କର ଡକୁମେଣ୍ଟ ଭେରିଫିକେସନ୍ ହେବ। ସମ୍ପୂର୍ଣ୍ଣ ଭିଡ଼ିଓ ଯଦି ଦେଖିବେ ଆପଣ ଡାଉଟ୍ କ୍ଲିଅର୍ ହେଇଯିବ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କର ସମସ୍ତେ ଭଲରେ ଥିବେ। ତ ସାଙ୍ଗମାନେ ଏଇଟା ଆପଣ ଦେଖିପାରୁଥିବେ ଏଇ ନୋଟିଫିକେସନ୍ଟା କେଉଁଠୁ ଆସିଛି, ଓଡ଼ିଶା ପାୱାର ଟ୍ରାନ୍ସମିଶନ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଏଇ ନୋଟିଫିକେସନ୍ଟା ଜାରି ହେଇଛି ଏବଂ ଏଇ ନୋଟିଫିକେସନ୍ଟା କେବେ ଜାରି ହେଇଛି ନା 17 ଅଗଷ୍ଟ 2024ରେ ଏଇ ଇମ୍ପୋର୍ଟାଣ୍ଟ ନୋଟିସ୍ଟାକୁ ରିଲିଜ୍ କରିଛନ୍ତି ଏବଂ ଏଠି ନୋଟିସ୍ ଅନୁସାରେ କ'ଣ ମେନସନ୍ ହେଇଛି ନା ଅଫିସ୍ ଆସିଷ୍ଟାଣ୍ଟ ଗ୍ରେଡ୍ 3 ଟ୍ରେନି ପୋଷ୍ଟ ପାଇଁ ମୋଟ 131 କ୍ୟାଣ୍ଡିଡେଟ୍କୁ ପ୍ରୋଭିଜନାଲି ସର୍ଟଲିଷ୍ଟ କରାଯାଇଛି। ଏଇଠି ମେନସନ୍ ହେଇଛି ଭଲ ଭାବରେ, ଆପଣ ବି ପଢ଼ିପାରୁଥିବେ ଯେ ଯେଉଁ ଅଫିସ୍ ଆସିଷ୍ଟାଣ୍ଟ ଗ୍ରେଡ୍ 3 ଟ୍ରେନି ପୋଷ୍ଟ ପାଇଁ 131 କ୍ୟାଣ୍ଡିଡେଟ୍କୁ ସିଲେକ୍ସନ୍ କରିଛନ୍ତି ବା ତାଙ୍କର ନେମ୍ ସର୍ଟଲିଷ୍ଟ ହେଇଛି ଏବଂ ସର୍ଟଲିଷ୍ଟ କେଉଁ ଆଧାରରେ ହେଇଛି ଏଇଟା ବି ମଧ୍ୟ ମେନସନ୍ ହେଇଛି। ଏଇଠି ସର୍ଟଲିଷ୍ଟ ଏହି ମାଧ୍ୟମରେ ହେଇଛି ଯେ ଯେଉଁମାନେ ଏଇଠି ସର୍ଟଲିଷ୍ଟ ହେଇଛନ୍ତି ସେମାନେ ସେଇ କ୍ୟାଣ୍ଡିଡେଟ୍ ଯେଉଁମାନେ 29/6/2024ରେ CBT ବା କମ୍ପ୍ୟୁଟର ବେସିକ୍ ଟେଷ୍ଟ ଦେଇଥିଲେ ବା ହୋଇଥିଲା, ସେଇ ଆଧାରରେ ସେମାନଙ୍କର ରେଜଲ୍ଟ ଆଧାରରେ 131 କ୍ୟାଣ୍ଡିଡେଟ୍କୁ ଏଠାରେ ସିଲେକ୍ଟ କରିଛନ୍ତି ବା ସେମାନଙ୍କର ସର୍ଟଲିଷ୍ଟଟା ଆସିଛି ଏବଂ ଏହି 131 କ୍ୟାଣ୍ଡିଡେଟ୍ ମାନଙ୍କୁ ନେକ୍ସଟ ଷ୍ଟେଜ୍ ପାଇଁ ସର୍ଟଲିଷ୍ଟ କରାଯାଇଛି ଏବଂ ସେମାନଙ୍କୁ ନେଇକି କ'ଣ ଆହୁରି ମେନସନ୍ ହେଇଛି ନୋଟିଫିକେସନ୍ରେ। ପ୍ରଥମେ ଆପଣ PDFଟାକୁ ଦେଖନ୍ତୁ ଭଲ ଭାବରେ। ଏଇ PDFଟା ଆପଣ ଟେଲିଗ୍ରାମ ଚ୍ୟାନେଲରେ ବି ପାଇଯିବେ। ଏଇଠି ଆହୁରି ମଧ୍ୟ ମେନସନ୍ ହେଇଛି, ସବୁଠାରୁ ଲାଷ୍ଟରେ କ'ଣ ମେନସନ୍ ହେଇଛି ଆପଣ ଦେଖନ୍ତୁ। ଏଇଠି ସବୁଠାରୁ ଲାଷ୍ଟରେ ମେନସନ୍ ହେଇଛି, ଆପଣଙ୍କୁ ମୁଁ କହୁଛି ଯେ ଏଇଠି ସବୁଠାରୁ ଲାଷ୍ଟ ବି ମଧ୍ୟ ମେନସନ୍ ହେଇଛି। ଏଇଠି ମେନସନ୍ ହେଇଛି ଯେ ଯେଉଁ ସର୍ଟଲିଷ୍ଟ ହେଇଛନ୍ତି ବା ସର୍ଟଲିଷ୍ଟ ହେବା ମାନେ ସେମାନଙ୍କୁ ଜବ୍ ବା ସେମାନଙ୍କୁ ଜବ୍ କନଫର୍ମ ନୁହେଁ, ବୁଝିହେଲା କି। ଏଇଠି ମେନସନ୍ ହେଇଛି, ଏଇଠି ଆପଣ ଭଲ ଭାବରେ ପଢ଼ିକି ଜାଣିପାରିବେ ଯେ ସର୍ଟଲିଷ୍ଟ ହେଇଗଲା ମାନେ ସେମାନଙ୍କୁ ଜବ୍ ମିଳିଗଲା ସେମିତି ନୁହେଁ। ଏଠାରେ କୁହାଯାଇଛି ଯେଉଁମାନେ OPTCL ନୋଟିସ୍ରେ କ୍ଲିଅରଲି କୁହାଯାଇଛି, ଏଠି କ୍ଲିଅରଲି ମେନସନ୍ କରାହେଇଛି ଯେ ଏହି କ୍ୟାଣ୍ଡିଡେଟ୍ ମାନଙ୍କୁ ପ୍ରପରଲି ପ୍ରୋଭିଜନାଲି ତାଙ୍କର ସିଲେକ୍ସନ୍ ପ୍ରୋସେସ୍ର କୌଣସି ଷ୍ଟେଜ୍ରେ ଯଦି କୌଣସି ଡେଫିସିଏନ୍ସି ବା କୌଣସି ଏଲିଜିବିଲିଟି ଇସ୍ୟୁ ମିଳେ କ୍ୟାଣ୍ଡିଡେଟ୍କୁ ରିଜେକ୍ଟ ହୋଇପାରିବେ ବା ରିଜେକ୍ଟ କରା ଦିଆଯିବ। ଯଦି ଏଇଠି ସେମାନେ ଭଲ ଭାବରେ ମେନସନ୍ କରିକି କହିଛନ୍ତି ଯଦି ସେମାନଙ୍କର ଯେକୌଣସି ସମସ୍ୟା ତ୍ରୁଟି ଦେଖାଯାଏ ଡକୁମେଣ୍ଟ ଭେରିଫିକେସନ୍ ହେଉ ବା ଯେକୌଣସି ସମୟରେ ସେମାନଙ୍କୁ ସିଲେକ୍ଟେଡ୍ କ୍ୟାଣ୍ଡିଡେଟ୍ ହୋଇଥିଲେ ବି ସେମାନଙ୍କୁ ରିଜେକ୍ଟ କରିଦେବେ ବୋଲିକି ଏଠି ଭଲ ଭାବରେ ମେନସନ୍ ହେଇଛି। ଏଠି ଆପଣ ବି ମଧ୍ୟ ପଢ଼ିକି ଜାଣିପାରିବେ ଯେ କ'ଣ ମେନସନ୍ ହେଇଛି ଏବଂ ତା ସହିତ ଆହୁରି ଇମ୍ପୋର୍ଟାଣ୍ଟ ଅପଡ଼େଟ୍ ବି ମଧ୍ୟ ଦେଇଛନ୍ତି। ଇମ୍ପୋର୍ଟାଣ୍ଟ ଅପଡ଼େଟ୍ଟା କ'ଣ ହେଉଛି ନା ଯେ ଏଇଠି ସବୁଠାରୁ ଇମ୍ପୋର୍ଟାଣ୍ଟ ହେଉଛି ଯେ ସ୍କିଲ୍ ଟେଷ୍ଟ ଏବଂ ଡକୁମେଣ୍ଟ ଭେରିଫିକେସନ୍ ପାଇଁ ଡାକ ମିଳିବା ମାତ୍ରେ ସିଲେକ୍ସନ୍ ଗ୍ୟାରେଣ୍ଟି ହୁଏ ନାହିଁ। ତାହେଲେ ଏଇଠି ଆହୁରି ବି ମଧ୍ୟ କୁହାଯାଇଛି ଯଦି ସେମାନଙ୍କୁ ଡକାଗଲା ଯେ ସେମାନେ କ୍ୱାଲିଫାଇ କରିଛନ୍ତି ଏବଂ ସେମାନଙ୍କର ସ୍କିଲ୍ ଟେଷ୍ଟ କିମ୍ବା ଡକୁମେଣ୍ଟ ଭେରିଫିକେସନ୍ ହେବ, ତଥାପି ସେମାନେ ଯେ ଜବ୍ ପାଇଁ ଏଲିଜିବୁଲ୍ ତାହା ନୁହେଁ, ବୁଝିଗଲା କି। ସେଇଟା ହିଁ ଏଇଠି ମେନସନ୍ ହେଇଛି। ତ ସେଇଟା ମେନସନ୍ ହେଇଛି ଏଇଟା ଯେଉଁମାନେ ବି ଏକ୍ଜାମ୍ ଦେଇଛନ୍ତି ଏବଂ ଯେଉଁମାନଙ୍କର ନେମ୍ ସର୍ଟଲିଷ୍ଟରେ ଆସିଛି, ବୁଝିଗଲା କି। ଏବଂ ଦେଖନ୍ତୁ ଏବେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଅପଡ଼େଟ୍ ଯେ ପ୍ରଥମେ ଏଇ PDFଟାକୁ ଆପଣ ଭଲ ଭାବରେ ଦେଖନ୍ତୁ। ଏଇଠି ଆପଣ ଦେଖନ୍ତୁ ଏଇ ନୋଟିଫିକେସନ୍ଟା ଦେଖନ୍ତୁ, ଏଇଠି ଦେଖନ୍ତୁ ଏଇଟା ନୋଟିଫିକେସନ୍ଟା ଆପଣ ଟେଲିଗ୍ରାମ ଚ୍ୟାନେଲରେ ବି ମଧ୍ୟ ପାଇଯିବେ। ଏଇଟାକୁ ଆପଣ ଭଲ ଭାବରେ ଆପଣଙ୍କର ରୋଲ୍ ନମ୍ବର ଗୁଡ଼ା ଚେକ୍ ଆଉଟ୍ କରିବେ। PDFଟା ପାଇଯିବେ, ଟେଲିଗ୍ରାମ ଚ୍ୟାନେଲକୁ ଜଏନ୍ କରନ୍ତୁ। ତ ଏଇଠି ଆପଣ ଦେଖିଲେ ଯେ ଭଲ ଭାବରେ ଏଇଠି ମେନସନ୍ ହେଇଛି, କ'ଣ ମେନସନ୍ ହେଇଛି ନା ସେଇଟା ବି ଆପଣଙ୍କୁ କହୁଛି ଯେ
एठी मेंशन हेछि जे आपणकर जदि रोल नंबर एप्लिकेंट रे चेक करंतु एठी आपणकर रोल नंबर अछि कि नाही एवं कोन मेंशन हेछि देखो तापरे स्किल टेस्ट एवं डॉक्यूमेंट वेरिफिकेशन पई आपणकू ओपी टीसीएल रो नेक्स्ट ऑफिशियल अपडेट आपणकू केयरफुली फॉलो करबा को पड़िबो एवं आपण फॉलो करंतु आपणकर नेम जदि एठी मेंशन हेछि संग माने एठी आपणकर नेम जदि मेंशन हेछि आपणकर ओपी टीसीएल नेक्स्ट जहा ऑफिशियल अपडेट आसीबो आपण सेटा को फॉलो करंतु एवं एठी आउठी गोटे इंपोर्टेंट आपण को कहि रखुची जे फेक न्यूज को आपण अवॉइड करंतु एवं फेक न्यूज ऊपर आपण भरोसा करंतु नाही तेनु आपण सबु ठरो बेस्ट हेबो आपण ओपी टीसीएल ऑफिशियल वेबसाइट अनुसार आपणकर जहाँ भी अपडेट मिलुची ताहा को फॉलो करंतु ताहा आपणकर भलो हेबो एवं ता सहित पारुछंती जदि आपण मते फॉलो करिथांतु बा चैनल को सब्सक्राइब करिथांतु मु आपणको अपडेटटा निहाती देवी जेबी भी आसीबो बुझियाला कि सेटा गोटे काम करि परिबे ऑफिशियल अपडेट को आपण फॉलो करंतु नचेत मते सब्सक्राइब करी रखिथांतु जेबे भी अपडेट आसीबो आपण मानकू जणी दिया जिवो एटा रहिला एवं पीडीएफ टा को पुणी थरे आपण भलो भाबरे देखंतु एठी आपणकर नेम मेंशन हेछि कि नाही बुझियाला कि संग माने एठी आपण भलो भाबरे देखिले आपण जानि परिबे एवं एतिकी कहिबी फाइनल रे एतिकी कहिबी जे जदि आपणकर एठी 131 कैंडिडेट मानक मध्यरु आपणकर रोल नंबर जदि अछि हेले आपण यस कहिबे एवं नाही जदि आपण कमेंट रे नाही बोली कि कहिबे बा अछि हेले आपण कमेंट रे यस अछि बोली कि कहिबे बुझियाला को एवं जो कैंडिडेट माने भी आपणकर संग साथी होंतु बा जे कोनोसी कैंडिडेट जदि ए एग्जाम बा ए ओपी टीसीएल देइछंती सेमानकू एटा आपण शेयर करि परिबे ए वीडियोटा को शेयर करंतु जे रिजल्ट बा शॉर्टलिस्ट आसी जाइछि बोले कि बुझियाला कि संग माने तो एही बडी ओडिशा गवर्नमेंट जॉब एवं लेटेस्ट अपडेट पाई चैनल को निहाती सब्सक्राइब करिवे संग माने तो रहुछि संग माने पुणी देखाबो आ गोटे वीडियो रे रहुछि जय जगन्नाथ।